ହଇରାଜପୁର ମିଳନ ପଡ଼ିଆରେ ପଡ଼ିଛି ଶହ ଶହ କଟା ମୁଣ୍ଡ। ଏମିତି ଭୟଙ୍କର ଘଟଣା ଘଟିଛି ହଇରାଜପୁର ମିଳନରେ। ଘଟଣାଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ପ୍ରଭୁ ସୋମନାଥଙ୍କୁ ମନରେ ଟିକେ ବି ଭକ୍ତି କରନ୍ତି ତାହେଲେ କମେଣ୍ଟ ବକ୍ସରେ ଜୟ ସୋମନାଥ ବୋଲି ଲେଖିଦେବେ। ପୁରୀ ଜିଲ୍ଲା ଜଟଣୀ ଅନ୍ତର୍ଗତ ଭାଗୀରଥୀପୁର ଗାଁରେ ରଘୁନାଥ ମଳିକ ରହୁଥିଲେ। ରଘୁବାବୁଙ୍କର ବୟସ 45 ବର୍ଷ। ତାଙ୍କ ପରିବାର କହିଲେ ସ୍ତ୍ରୀ କବିତା ମଳିକ ଆଉ ତାଙ୍କର 8 ବର୍ଷର ପୁଅ ଶିବ ମଳିକ। ତାଙ୍କ ବାହାଘରର ପାଖାପାଖି 10 ବର୍ଷ ପର୍ଯ୍ୟନ୍ତ ତାଙ୍କର ପିଲାଛୁଆ ନଥିଲା। ଏହି ହଇରାଜପୁର ମିଳନରେ ରଘୁବାବୁ ଆଉ ତାଙ୍କ ସ୍ତ୍ରୀ ଆସି ପ୍ରଭୁ ସୋମନାଥଙ୍କ ପାଖରେ ପ୍ରାର୍ଥନା କରି ଭୋଗ ଦୀପ କରି ଫଗୁ ବିଞ୍ଚିଥିଲେ। ତାପରେ ପ୍ରଭୁ ସୋମନାଥଙ୍କ ପାଖରେ ମାନସିକ କଲେ, କହିଲେ, ହେ ପ୍ରଭୁ ସୋମନାଥ, ଯଦି ତୁମେ ଆମ କୋଳରେ ଗୋଟେ ସନ୍ତାନଟିଏ ଦେବ ତାହେଲେ ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ ମହିମାକୁ ଗାନ କରିବୁ। ଆଉ ପ୍ରତ୍ୟେକ ବର୍ଷ ଏହି ହଇରାଜପୁର ମିଳନରେ ତମ ପାଖରେ ଆସି ଫଗୁ ବିଞ୍ଚିବୁ। ସେଇ ସୋମନାଥଙ୍କ ଦୟାରେ ମଧ୍ୟ ତା ପର ବର୍ଷ କବିତା ମ୍ୟାଡ଼ାମଙ୍କ କୋଳରେ ଗୋଟେ ପୁତ୍ର ସନ୍ତାନ ଜନ୍ମ ନେଲା। ପ୍ରଭୁ ସୋମନାଥଙ୍କ ଆଶୀର୍ବାଦରୁ ପୁଅକୁ ପାଇଥିବାରୁ ବାପା ମା ତା ନାଁ ରଖିଥିଲେ ଶିବ। ଏମିତି ଦେଖୁ ଦେଖୁ 8 ବର୍ଷ ବିତିଗଲାଣି। ପୁଅ ଶିବ ସ୍କୁଲରେ 3ୟ ଶ୍ରେଣୀରେ ପାଠ ପଢ଼ିଲାଣି। ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ରଘୁନାଥ ବାବୁ ତାଙ୍କ ପରିବାରକୁ ନେଇ ଯାଆନ୍ତି ହଇରାଜପୁର ସୋମନାଥଙ୍କ ପାଖରେ ଫଗୁ ବିଞ୍ଚିବାକୁ। ଆଉ ସେଇ ସୋମନାଥଙ୍କ ଦୟାରେ ମଧ୍ୟ ତାଙ୍କ ପରିବାରଟି ଖୁସିରେ ଚଳିଯାଏ। ପୁଅ ଶିବକୁ ବାପା ମା ବହୁତ ଭଲ ପାଆନ୍ତି। ଗୋଟିଏ ବୋଲି ପୁଅ, ତାର ସବୁ ଇଚ୍ଛାକୁ ସେମାନେ ପୂରଣ କରିଛନ୍ତି। ଏ ବର୍ଷ ହଇରାଜପୁର ଜମାଣ ଦିନ ସକାଳୁ ସକାଳୁ ରଘୁନାଥ ବାବୁ ଆଉ ତାଙ୍କ ସ୍ତ୍ରୀ କବିତା ମ୍ୟାଡ଼ାମ କଥା ହେଉଥିଲେ। କବିତା ମ୍ୟାଡ଼ାମ କହିଲେ, ହେଇଟି ଆଜି ପରା ହଇରାଜପୁର ମିଳନ, ଆମେ କ'ଣ ଆଜି ଯିବାନି କି ଫଗୁ ବିଞ୍ଚିବାକୁ? ରଘୁନାଥ ବାବୁ କହିଲେ, ହଁ ହଁ ଯିବାନି କେମିତି, ତାଙ୍କରି ଦୟାରୁ ପରା ଆମେ ଆମ ପୁଅ ଶିବକୁ ପାଇଛେ। ଆମେ ନିଶ୍ଚିନ୍ତ ଯିବା ଆଉ ପ୍ରଭୁ ସୋମନାଥଙ୍କୁ ଦର୍ଶନ କରିବା। ଆଉ ସେଠି ବହୁତ ବାଣ ମରା ହେବ। ଆମେ ଶିବକୁ ସାଙ୍ଗରେ ନେଇଯିବାଟା ଠିକ୍ ହେବନି, କାରଣ ଛୋଟ ପିଲାଟା, କାଳେ ତାର କିଛି ଅସୁବିଧା ହେଇଯିବ। ଶିବ କିନ୍ତୁ ଜିଦି ଧରି ବସିଲା, ବାପା ମୁଁ ତମ ସହ ହଇରାଜପୁର ଯିବି ଆଉ ବାଣ ମରା ଦେଖିବି। ଏମିତି ଅଳି କରି ବହୁତ କାନ୍ଦିଲା। ବାପା ମା ବାଧ୍ୟ ହୋଇ ଶିବକୁ ନେଇ 3 ଜଣ ଯାକ ସନ୍ଧ୍ୟାବେଳେ ବାଇକରେ ବାହାରି ପଡ଼ିଲେ ହଇରାଜପୁର। ସେଦିନ ହଇରାଜପୁରରେ ବହୁତ ଗହଳି ହୋଇଥାଏ। ପାଖାପାଖି ଲକ୍ଷ ଲକ୍ଷ ଭକ୍ତଙ୍କର ସୁଅ ଛୁଟୁଥାଏ। ଆଉ ସବୁଆଡ଼େ ବହୁତ ବାଣ ମରା ହେଉଥାଏ। ସବୁଆଡ଼େ ଖାଲି ଧୂଆଁମୟ ହୋଇଯାଇଥାଏ। ଏତେ ଗହଳି ଭିତରେ ରଘୁବାବୁ ସ୍ତ୍ରୀ ଆଉ ପୁଅ ଶିବର ହାତକୁ ଜାବୁଡ଼ି ଧରି ଯାଉଥାନ୍ତି। କିନ୍ତୁ ସେଇ ପେଲାଠେଲା ଭିତରେ ପୁଅ ଶିବ ବୋଉଙ୍କ ହାତ ଛାଡ଼ି ଦେଇଛି। ଆଉ ଏତେ ଗହଳି ଯେ ବାପା ମା ପେଲାଠେଲା ଭିତରେ ଶିବର ହାତ ଛାଡ଼ି ବହୁତ ବାଟ ଚାଲିଗଲେଣି। ତା କିଛି ସମୟ ପରେ ବାପା ମା ଦେଖନ୍ତି ତ ପୁଅ ଆଉ ପାଖରେ ନାହିଁ। ମା କବିତା ବହୁତ ବ୍ୟସ୍ତ ହୋଇଯାଆନ୍ତି। ଆଉ କାନ୍ଦି କାନ୍ଦି କହନ୍ତି, କୁଆଡ଼େ ଗଲା ମୋ ପୁଅ? ଏତେ ଗହଳି ଭିତରେ ମୋ ପୁଅ କୁଆଡ଼େ ଚାଲିଗଲା? ରଘୁନାଥ ବାବୁଙ୍କ ମୁଣ୍ଡ ବି କିଛି କାମ କରୁନଥାଏ। କ'ଣ କରିବେ ଏତେ ଗହଳି ଭିତରେ ପୁଅକୁ କେମିତି ଖୋଜି ପାଇବେ ବୋଲି ସେ ବ୍ୟସ୍ତ ହୋଇପଡ଼ିଛନ୍ତି। ସ୍ୱାମୀ ସ୍ତ୍ରୀ ପୁଅ ଶିବକୁ ବହୁତ ଖୋଜିଲେ। ପାଖାପାଖି 4 ରୁ 5 ଘଣ୍ଟା ହେଇଗଲାଣି ଖୋଜିବାର, ହେଲେ ପୁଅକୁ ପାଉନାହାନ୍ତି। ସେମାନେ ଭାରି ବ୍ୟସ୍ତ ହୋଇପଡ଼ିଲେ। କବିତା ମ୍ୟାଡ଼ାମ ଧୈର୍ଯ୍ୟହରା ହୋଇପଡ଼ିଲେ। ଆଉ କାନ୍ଦି କାନ୍ଦି ଦୌଡ଼ି ପଳାଇଲେ ପ୍ରଭୁ ସୋମନାଥଙ୍କ ଦୋଳ ପାଖକୁ। ପ୍ରଭୁ ସୋମନାଥଙ୍କ ଦୋଳ ଉପରେ ବିରାଜମାନ କରି ବସିଛନ୍ତି। କବିତା ମ୍ୟାଡ଼ାମ କାନ୍ଦି କାନ୍ଦି ଗୁହାରି କରି କହନ୍ତି, ହେ ପ୍ରଭୁ ସୋମନାଥ,
ବାହାଘରର 10 ବର୍ଷ ପର୍ଯ୍ୟନ୍ତ ବି ମୋ କୋଳରେ ସନ୍ତାନଟିଏ ନଥିଲା। ହେ ପ୍ରଭୁ, ତୁମରି ଦୟାରୁ ମୋ କୋଳରେ ପୁତ୍ର ସନ୍ତାନଟିଏ ଜନ୍ମ ନେଇଥିଲା। ଆଜି ତୁମରି ଧାମରେ ପୁଣି ମୋ ପୁଅକୁ ମୋ ପାଖରୁ ଛଡ଼େଇ ନେବାକୁ ବସିଛ। ହେ ମହାପ୍ରଭୁ, ମୋ ପୁଅକୁ ମୋ ପାଖକୁ ଫେରେଇ ଦିଅ ହେ ପ୍ରଭୁ ସୋମନାଥ। ଏତିକି କହି ସେ ଦୋଳରେ ମୁଣ୍ଡ ବାଡ଼େଇ ଆଡ଼େଇ ବହୁତ କାନ୍ଦିଲେ। ଠିକ୍ ସେତିକି ବେଳେ ପ୍ରଭୁ ସୋମନାଥଙ୍କର ଘଟି ଯାଇଥିଲା ବିରାଟ ଚମତ୍କାର। ଯେତେବେଳେ କବିତା ମ୍ୟାଡ଼ାମ ଦୋଳରେ ମୁଣ୍ଡ ବାଡ଼ଉଥିଲେ, ଠିକ୍ ସେତିକି ବେଳେ ରଘୁନାଥ ବାବୁ ପୁଅ ଶିବକୁ କାନ୍ଧରେ ପକେଇ ତାଙ୍କ ପାଖକୁ ଆସିଲେ। ଆଉ କବିତା ମ୍ୟାଡ଼ାମକୁ କହିଲେ, ଦେଖ କବିତା, ମୁଁ ଆମ ପୁଅ ଶିବକୁ ପାଇଯାଇଛି। ତାକୁ ଗୋଟେ ଆଇସ୍କ୍ରିମ୍ ବାଲାଟେ ରଖିଥିଲା। କବିତା ମ୍ୟାଡ଼ାମ କିନ୍ତୁ ସବୁ ବୁଝିପାରନ୍ତି ଆଉ ମନେ ମନେ କହନ୍ତି, ଧନ୍ୟରେ ତୁ ପ୍ରଭୁ ସୋମନାଥ, ଧନ୍ୟ ତୋର ମହିମା। ହଇରାଜପୁର ମେଳନରେ ରଘୁନାଥ ବାବୁଙ୍କ ଜୀବନରେ ଘଟି ଯାଇଥିବା ଗୋଟେ ସତ୍ୟ ଘଟଣାଟିଏ। ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ କମେଣ୍ଟ ବକ୍ସରେ ଜୟ ସୋମନାଥ ବୋଲି ଲେଖିଦେବେ।